ଆପଣଙ୍କ ଘରକୁ ୟୁକୋ ବ୍ୟାଙ୍କରୁ କଲ୍ ଆସୁଛି କି? ତେବେ ହୋଇଯାଆନ୍ତୁ ସାବଧାନ, କାହିଁକି ନା ୟୁକୋ ବ୍ୟାଙ୍କର ମ୍ୟାନେଜରର ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଉଛନ୍ତି ସାଇବର ଠକ। ଆଉ ଏଭଳି ଠକାମିର ଶିକାର ହୋଇଛନ୍ତି ବାଲେଶ୍ୱର ଭୋଗରାଇ ଶଙ୍ଖାରୀ ପଞ୍ଚାୟତର ଜଣେ ଲୋକ। ସେ ଆଜି ଆମ ସହିତ ଅଛନ୍ତି, ଆଜି ଆଲୋଚନା କରିବା ତାଙ୍କ ସହିତ କ'ଣ ଘଟଣା ଘଟିଥିଲା ବାସ୍ତବରେ। ଆଚ୍ଛା, ଆପଣଙ୍କ ସହିତ କ'ଣ ଘଟଣା ଘଟିଲା, କିଏ ଆପଣଙ୍କୁ ଫୋନ୍ କଲେ, କେମିତି ପରିଚୟ ଦେଲେ ଏବଂ କ'ଣ କହିଲେ, ଟଙ୍କା କେମିତି କାଟିଲା? ପ୍ରଥମ ମୋ ପାଖକୁ ଗୋଟେ ନମ୍ବର ଫୋନ୍ ଆସିଲା, କହିଲେ କି ଆପଣଙ୍କ ହଜବେଣ୍ଡ ନାଁରେ ଆକାଉଣ୍ଟ ଅଛି? ମୁଁ କହିନି ହଁ। ନା ଗାଜିପୁର ଶାଖା ଚନେଶ୍ୱର ୟୁକୋ ବ୍ୟାଙ୍କ? ମୁଁ କହିନି ହଁ। ନା ତାଙ୍କର ଆଜି KYC ଲାଷ୍ଟ ଡେଟ୍ ଅପ୍ ଟୁ ଡେଟ୍ କରତେ ହେବ, ନହେଲେ ତାଙ୍କ ଆକାଉଣ୍ଟରୁ ଆମେ 40,000 ଟଙ୍କା କାଟି ନେବା। ତ ମୁଁ କହିନି କେରକମ କିସ କରତେ ହେବ? ସେ ମୋ ହଜବେଣ୍ଡ ଆସନ୍ତୁ, ଆଉ ମାସେ ପରେ ଆସିବେ, ତାପରେ ସିଏ ଆଇନ କରିବେ। ନା ସେ ମାସେ ପରେ ଆସିଲେ ବହୁତ ଅସୁବିଧା ହେଇଯିବ, ଆପଣ ଆଜି ମୁଁ ଫର୍ମ ପଠାଇ ଦେଉଛି ହ୍ୱାଟ୍ସଆପ୍ରେ, ଆପଣଙ୍କ ହ୍ୱାଟ୍ସଆପ୍ ନମ୍ବର କେଇଟା? ମୁଁ କହିନି ଏଇଟା। ନା ହ୍ୱାଟ୍ସଆପ୍ରେ ମୁଁ ଆମ ନମ୍ବର ପଠାଇ ଦେଉଛି, ସେଇଥିରେ ମୁଁ ହାଇ ଲେଖିକି ଦେଉଛି, ଗୋଟେ ଫର୍ମ ଦେଉଛି, ସେ ଫର୍ମଟାକୁ ପ୍ଲେ ଷ୍ଟୋରରେ ଡାଉନଲୋଡ଼୍ କରିକି KYC ଫର୍ମ ପୂରଣ କରନ୍ତୁ। ଫର୍ମ ପୂରଣ ପରେ କହିଲେ ଯେ ଆକାଉଣ୍ଟ ନମ୍ବର ଦେବା ପାଇଁ, ଆଧାର ନମ୍ବର, ଡେଟ୍ ଅଫ୍ ବାର୍ଥ, ଆଉ ନମିନି କିଏ ଅଛନ୍ତି? ସିଏ ତାଙ୍କ ଆଡ଼ୁ କହିଦେଲେ ଯେ ନମିନି ଅଛନ୍ତି ଗୌରୀବାଲା ମହାନ୍ତି। ମୁଁ କହିନି ହଁ। ତାପରେ ଫୋନ୍ ଆସିଲା କି ହଁ ଆପଣ KYC, ତାପରେ ମୋତେ ବାର ଅନ୍ୟ ନମ୍ବରରୁ ମାନେ ଏତେ 100 ଥର ଫୋନ୍ କରୁଛନ୍ତି ବାର। ମୁଁ ଫୋନ୍ କାଟି ଦେଉଛି, ତଥାପି ଫୋନ୍ କରୁଛନ୍ତି ଅନ୍ୟ ନମ୍ବରରୁ, ବହୁତ ଗୁଡ଼ିଆ ନମ୍ବରରୁ ଫୋନ୍ କରୁଛନ୍ତି। ତାପରେ ଫୋନ୍ କଲା ପରେ ବାଲାନ୍ସ ତ କାଟିଛି, ମୁଁ କିଛି ଜାଣିନି, ମୋ ମୋବାଇଲ ସୁଇଚ୍ ଅଫ୍ ହେଇଥିଲା। ତାପରେ ମୁଁ ଗୋଟେ ବାହାଘରିଆ ଯାଇଥିଲି, ସେଠି ମୋବାଇଲ ମୋର ସୁଇଚ୍ ଅଫ୍ ହେଇଥିଲା, ଚାର୍ଜର ନେଇଥିଲିନି। ତାପରେ ଆସିଲା ପରେ କି କାଲି ଯେତେବେଳେ ଘରକୁ ଆସିଲି, ମୋବାଇଲର ଟାୱାର ଆସିଲା, ତାପରେ ପର 4ଟା ମେସେଜ୍ ଆସିଲା କି ପଇସା କାଟି ଯାଇଛି। ତାପରେ ଅପ୍ ଟୁ ଡେଟ୍ କାଲି କରିବା ପାଇଁ ଯାଇଥିଲି ୟୁକୋ ବ୍ୟାଙ୍କ ମ୍ୟାନେଜରଙ୍କ ପାଖରେ, ଦେଖା କଲି କି ସେ ସାଇବର ଠକେଇ ହେଇଛି, ଆଉ ଆପଣଙ୍କ ଆକାଉଣ୍ଟରୁ ବାଲାନ୍ସ ମାନେ କାଟି ନେଇଛନ୍ତି। କାହା ଆକାଉଣ୍ଟରେ ଥିଲା ଏଇଟା? ଆପଣଙ୍କର ଥିଲା ନା ଆପଣଙ୍କ ସ୍ୱାମୀ ଆକାଉଣ୍ଟରେ? ମୋ ସ୍ୱାମୀ ଆକାଉଣ୍ଟରେ ଥିଲା। ଆଚ୍ଛା, ସେ ଆପଣଙ୍କୁ କହୁଲେ KYC କରିବା ପାଇଁ? ଆଜ୍ଞା। ତାପରେ କ'ଣ କଲେ କାଲି? ତାପରେ ଖାତା ଅପ୍ ଟୁ ଡେଟ୍ କଲେ, ଖାତା ଅପ୍ ଟୁ ଡେଟ୍ କଲା ପରେ କି ବାଲାନ୍ସ ନାହିଁ। ତାପରେ ମ୍ୟାନେଜର ପାଖକୁ ଗଲି କି ତୁମେ ଯାଅ ସେ ତାଳସାରୀ ଫାଣ୍ଡିକୁ ଯାଅ, ସେଠି FIR ଇଏ କର। ସେଠିକି ଗଲେ ସେ କହିଲେ କି ଭୋଗରାଇ ଥାନା ଯାଅ। ଭୋଗରାଇ ଥାନାରେ କହିଲେ କି ବାଲେଶ୍ୱର ସାଇବର ଅଫିସକୁ ଯାଅ। ସେଠି ଯାଇ ଆମେ ଅଭିଯୋଗ କରିକି ଆସିଛେ ଯେ ଆମକୁ ଟାଇମ୍ ଦିଅ, 3 ଦିନ ଟାଇମ୍ ଦିଅ, ତାପରେ ଆମେ ଜଣେଇବୁ ଫୋନ୍ କରି। ଆଚ୍ଛା, ଏଇସବୁ ଟଙ୍କା ଯେଉଁ ଆମେ ଦେଖୁଛୁ, ଆପଣଙ୍କ ଘରର ହାଲଚାଲ ଦେଖୁଛୁ ଯେ ବହୁତ ଦୁଃଖ କଷ୍ଟ, କ'ଣ ଆକ୍ଚୁଆଲି ଟଙ୍କା କ'ଣ କରିକି ରଖିଥିଲେ ଆପଣମାନେ? ସେ ବହୁତ ଦୁଃଖ କଷ୍ଟ କରି କଲିକତାରେ ଥିଲେ, ବାହାଘର ହେଇଥିଲାନି, ସେ ବହୁତ ଇଏରୁ ରଖିଥିଲେ ଟଙ୍କା। ଆଚ୍ଛା, କ'ଣ ନିବେଦନ କରିବେ ସମସ୍ତଙ୍କୁ? ନିବେଦନ କରିବି କି ସରକାରକୁ, ଆମେ ଯେଉଁ ଗରିବ ଲୋକ ଖଟି ଖାଉଛୁ, ଆମ ପଇସାଟା ଫେରସ୍ତ ଦେଇଦିଅନ୍ତୁ। ନିଶ୍ଚିତ ଭାବରେ ପ୍ରତିକ୍ରିୟା ତାଙ୍କର ଶୁଣୁଥିଲେ। ମୁଁ ଆପଣଙ୍କୁ ସେଇ କଥା ପ୍ରଥମରୁ ହିଁ କହୁଥିଲି, ଏବେ ମଧ୍ୟ କହୁଛି ଯେ ଯଦି ଆପଣଙ୍କୁ ୟୁକୋ ବ୍ୟାଙ୍କ ନାଁରେ କଲ୍ ଆସୁଛି ବା କୌଣସି ବ୍ୟାଙ୍କ ନାଁରେ କଲ୍ ଆସୁଛି, ତେବେ ସାବଧାନ ହୁଅନ୍ତୁ। କାହିଁକି ଆପଣ ଜଣଙ୍କର ଦୁଃଖ ଭରା କାହାଣୀ ଆଜି ଶୁଣୁଥିଲେ ଯେ କେମିତି ତାଙ୍କୁ କଲ୍ କରାଗଲା, ଆଉ କେମିତି ତାଙ୍କୁ ଫ୍ରଡ଼୍ କରିକି ଦୁଃଖ କଷ୍ଟରେ ରଖିଥିବା ଟଙ୍କାକୁ ତାଙ୍କର ଆଜି ଜଳାଞ୍ଜଳି ହେଇଛି, ଆଉ ଯାହା କିଛି ଅଧୈର୍ଯ୍ୟ ହୋଇପଡ଼ିଛନ୍ତି। ତେବେ କଥା ହେଉଛି ଯେ ଏତେ ଅଧୈର୍ଯ୍ୟ ପରେ ବି ସାଇବର ଥାନାରେ ସେ ଅଭିଯୋଗ କରିଛନ୍ତି, ଆଉ ଏବେ ବି ସେ ଲୋକଙ୍କୁ ସଚେତନ କରୁଛନ୍ତି ଯେ ତାଙ୍କ ଭଳିଆ ଆଉ କେଉଁମାନେ ଏଭଳି ଠକାମିର ଶିକାର ହୁଅନ୍ତୁ ନାହିଁ। ବାଲେଶ୍ୱର ଭୋଗରାଇରୁ ଜଗନ୍ନାଥ ଗିରି, News 7।